रुक्सुनाଙ୍କର ମୃତ୍ୟୁ ପଛରେ କାହା ରହିଛି ହାତ ସାମ୍ନାକୁ ଆସିଲା ସାଂଘାତିକ ସତ୍ୟ ଖୋଲିଲା ଅସଲ ଗୁମର। ପ୍ରକୃତରେ ରୁକ୍ସୁନାଙ୍କର ମୃତ୍ୟୁ ପାଇଁ କିଏ ଦାୟୀ? ରୁକ୍ସୁନାଙ୍କୁ ବିଷ ଦେଇ ହତ୍ୟା କରାଯାଇଛି। ରୁକ୍ସୁନାଙ୍କୁ ସ୍ଲୋ ପଏଜନ୍ ଦିଆଯାଉଥିଲା। ତାଙ୍କୁ ସୁଟିଂ ସେଟ୍ରେ ଏମିତି କିଛି ଖାଦ୍ୟପଦାର୍ଥ ଦିଆଯାଇଥିଲା ଯେଉଁ କାରଣ ପାଇଁ ତାଙ୍କର ସ୍ୱାସ୍ଥ୍ୟ ଗୁରୁତର ହୋଇଥିଲା। ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ଆଜି ତାଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ସମୟରେ ଯାହା ଏକ ବଡ଼ ସାଂଘାତିକ ଅପଡେଟ୍ ଯାହା ଜାଣିପାରୁଥିବେ, ସମ୍ବଲପୁରୀ କଣ୍ଠଶିଳ୍ପୀ ରୁକ୍ସୁନା ଆଉ ଏ ଦୁନିଆରେ ନାହାନ୍ତି। ଦର୍ଶକ ବନ୍ଧୁ, ଆମେ ଆପଣଙ୍କୁ ଏଇଠି ସ୍ପଷ୍ଟ ଭାବରେ କହି ରଖୁ କି ରୁକ୍ସୁନାଙ୍କର ମା मुह खोलुଛନ୍ତି ଲାଇଭ୍ରେ ସେ ସବୁ କିଛିର ଗୁମର ଖୋଲି ଦେଇଛନ୍ତି। ଯଦିଓ ସେ ବର୍ତ୍ତମାନ ସମୟରେ ଥାନାରେ ଏତଲା ଦେଇନାହାନ୍ତି ରୁକ୍ସୁନାଙ୍କର ଅନ୍ତିମ ସତ୍କାର ତାଙ୍କର ଗାଁ ମାଟିରେ ହେବାକୁ ଯାଉଛି। ତେବେ ବର୍ତ୍ତମାନ ସମୟରେ ଯାହା ଏକ ବଡ଼ ଅପଡେଟ୍ ଯାହା ରହିଥିଲା କି ରୁକ୍ସୁନାଙ୍କର ମୃତ୍ୟୁ ପାଇଁ ରୁକ୍ସୁନା ଏବଂ ମନୋଜ ମିଶ୍ରଙ୍କୁ ଦାୟୀ କରାଯାଇଛି। ତାଙ୍କର ଷଡ଼ଯନ୍ତ୍ର ଏମିତି ଅନେକ କିଛି ବଡ଼ ଅପଡେଟ୍ ଆସିଛି। ତେବେ ରୁକ୍ସୁନାଙ୍କର ମାଆଙ୍କର କହିବା ମୁତାବକ ରୁକ୍ସୁନା ଯିଏକି ରୁକ୍ସୁନାଙ୍କୁ ଏକ କାମ ଦେଇଥିଲେ, ହେଲେ ରୁକ୍ସୁନା ପ୍ରଥମେ ରାଗି ଯାଇଥିଲେ କାହିଁକି ନା ରୁକ୍ସୁନା ମନୋଜଙ୍କ ସହିତ ଗୋଟିଏ ଷ୍ଟେଜ୍ରେ ନଜର ଆସିଲେ ଯେଉଁଥିପାଇଁ ତାଙ୍କର ତିକ୍ତତା ଆରମ୍ଭ ହୋଇଥିଲା ଏବଂ ସେ ମଧ୍ୟ ଏ ସମ୍ପର୍କରେ ସମସ୍ତଙ୍କୁ କହିଛନ୍ତି ଏବଂ ସେ ମଧ୍ୟ ରୁକ୍ସୁନାଙ୍କୁ ଦାୟୀ କରିଛନ୍ତି ଏସବୁ ପାଇଁ। ତେବେ ବର୍ତ୍ତମାନ ସମୟରେ ଯାହା ଏକ ବଡ଼ ଦୁଃଖଦାୟକ ଖବର କହିପାରିବେ, ରୁକ୍ସୁନା ଆଉ ଏ ଦୁନିଆରେ ନାହାନ୍ତି।